ଇତିହାସର କିଛି ପୃଷ୍ଠା ଏମିତି ଥାଏ ଯେଉଁଠି ଗୋଟିଏ ପଟେ ଥାଏ ବିଦ୍ରୋହର ନିଆଁ ଆଉ ଗୋଟିଏ ପଟେ ଦୁର୍ଭିକ୍ଷର କରୁଣ କାହାଣୀ। ଆଉ ଠିକ୍ ସେଇ ପାଉଁଶ ଭିତରୁ ଜନ୍ମ ନିଏ ଏକ ନୂଆ ଜାଗରଣ। ଆଜି ଆମେ ଓଡ଼ିଶା ଇତିହାସର ସେମିତି ଏକ ସମୟ ବିଷୟରେ କଥା ହେବା, ବ୍ରିଟିଶ ଶାସନର ସେହି ଝଡ଼ବତାସର ଦିନ ଯାହା ଓଡ଼ିଶାର ରୂପରେଖକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଆଉ ଏଇ ପ୍ରଶ୍ନଟା ହିଁ ଆମକୁ ସିଧା ନେଇଯାଉଛି ଊନବିଂଶ ଶତାବ୍ଦୀର ଓଡ଼ିଶାକୁ। ଭାବି ଦେଖନ୍ତୁ, ଯେତେବେଳେ ବ୍ରିଟିଶମାନେ ଆସିଲେ ଆଉ ଏଠାକାର ହଜାର ହଜାର ବର୍ଷର ପୁରୁଣା ଆଦିବାସୀ ପରମ୍ପରା ସେମାନଙ୍କ ଜୀବନଶୈଳୀକୁ ବଦଳାଇବାକୁ ଚେଷ୍ଟା କଲେ, ତେବେ କ'ଣ ହୋଇଥିବ? ସ୍ୱାଭାବିକ କଥା, ଏଇଠୁ ହିଁ ଆରମ୍ଭ ହେଲା ସେଇ ବଡ଼ ସଂଘର୍ଷ। ତେବେ ଏହି ସଂଘର୍ଷର ମୂଳରେ କ'ଣ ଥିଲା? ମୂଳ କାରଣ ଥିଲା ବ୍ରିଟିଶମାନଙ୍କର ନୂଆ ନୂଆ ନୀତି ଆଉ ନିୟମ। ଏମିତି କିଛି ନିୟମ ଯାହା ଓଡ଼ିଶାର ଆଦିବାସୀ ସମାଜର ପରମ୍ପରା, ବିଶ୍ୱାସ ଆଉ ଜୀବନଶୈଳୀ ସହିତ ସିଧାସଳଖ ଟକ୍କର ଦେଉଥିଲା। ଦେଖନ୍ତୁ, ବ୍ରିଟିଶମାନଙ୍କର ଏହି ହସ୍ତକ୍ଷେପ କେବଳ ଶାସନ କିମ୍ବା ରାଜନୀତି ଭିତରେ ସୀମିତ ନଥିଲା। ନା, ଏହା ଥିଲା ତାଙ୍କ ଧର୍ମ, ସମାଜ ଆଉ ସଂସ୍କୃତି ଉପରେ ଏକ ସିଧା ଆକ୍ରମଣ। ଆଉ ବିଶେଷ କରି ଯେତେବେଳେ ମିଶନାରୀମାନେ ଆସିଲେ ଏବଂ ନିଜର କାର୍ଯ୍ୟକଳାପ ବଢ଼ାଇଲେ, ସେତେବେଳେ ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ ଜଳିଉଠିଲା। ଆଉ ସେଇଠୁ ହିଁ ବିଦ୍ରୋହର ମଞ୍ଜି ପୋତା ହେଲା। କିନ୍ତୁ ଗୋଟେ କଥା ମନେ ରଖିବା ଦରକାର, ଆଦିବାସୀ ସମାଜ ଏସବୁ ପରିବର୍ତ୍ତନକୁ ମୁଣ୍ଡପାତି ସହିନେଇ ନଥିଲା। ବିଲକୁଲ ନୁହେଁ। ସେମାନେ ଏହାର ଜୋରଦାର ପ୍ରତିରୋଧ କଲେ। ଆଉ ସେଇ ପ୍ରତିରୋଧରୁ ହିଁ ଜନ୍ମ ନେଲା ଏମିତି କିଛି ଐତିହାସିକ ବିଦ୍ରୋହ ଯାହାର କାହାଣୀ ଆଜି ବି ଓଡ଼ିଶା ଇତିହାସରେ ଗୁଞ୍ଜରିତ ହୁଏ। ଏମିତି ତ ଅନେକ ଛୋଟ ବଡ଼ ବିଦ୍ରୋହ ହୋଇଥିଲା, କିନ୍ତୁ ଦୁଇଟି ବିଦ୍ରୋହ ଥିଲା ସବୁଠୁ ବଡ଼। ଗୋଟେ ହେଲା ଘୁମୁସାର ବିଦ୍ରୋହ ଆଉ ଆରଟି ହେଲା ଭୂଇଆ ବିଦ୍ରୋହ। ଜାଣିଛନ୍ତି, ମଜାର କଥା ହେଉଛି ଦୁଇଟିର ନେତା ଅଲଗା ଥିଲେ, ସମୟ ବି ଅଲଗା ଥିଲା, କିନ୍ତୁ ଲଢ଼େଇର କାରଣ ପ୍ରାୟ ଗୋଟିଏ ଥିଲା: ନିଜର ମାଟି, ନିଜର ଅଧିକାର ଆଉ ନିଜ ସଂସ୍କୃତିକୁ ବଞ୍ଚି ରଖିବାର ଲଢ଼େଇ। ତବେ ଚାଲନ୍ତୁ ପ୍ରଥମେ ଘୁମୁସାର ବିଦ୍ରୋହ ବିଷୟରେ ଜାଣିବା। ହଁ, ତବେ ପ୍ରଥମେ ଆସିଲା ଘୁମୁସର ବିଦ୍ରୋହ। ଏହାର ନେତୃତ୍ୱ ନେଇଥିଲେ ଜଣେ ବୀର ଦୋରା ବିଶୋଇ। ଦେଖନ୍ତୁ, କାରଣ ଗୋଟେ ନଥିଲା, ଅନେକ ଥିଲା। ବ୍ରିଟିଶମାନେ ଆସିଲେ, ତାଙ୍କର ମେରିଆ ପ୍ରଥା ଉପରେ ରୋକ ଲଗେଇଲେ, ଜୋର ଜବରଦସ୍ତ ଖଜଣା ଆଦାୟ କଲେ, ଆଉ ତ ସେଠିକାର ସ୍ଥାନୀୟ ଭଞ୍ଜ ରାଜବଂଶକୁ ବି ଗାଦିରୁ ହଟେଇ ଦେଲେ। ତେବେ ଏହା ଥିଲା ତାଙ୍କ ସଂସ୍କୃତି, ଅର୍ଥନୀତି ଆଉ ରାଜନୀତି ସବୁକିଛି ଉପରେ ଏକା ସାଙ୍ଗରେ ଆକ୍ରମଣ। ତାର ଜବାବ ତ ମିଳିବାର ଥିଲା, ଆଉ ସେଇଟା ମିଳିଲା ବିଦ୍ରୋହ ରୂପରେ। ଆଉ ତାପରେ 1868 ମସିହାରେ କେନ୍ଦୁଝର ମାଟିରୁ ଉଠିଲା ଆଉ ଏକ ବିଦ୍ରୋହର ସ୍ୱର, ଭୂଇଆ ବିଦ୍ରୋହ। ଏହାର ନେତୃତ୍ୱ ନେଇଥିଲେ ରତ୍ନା ନାୟକ। ଏଠି କିନ୍ତୁ ଲଢ଼େଇଟା ଟିକେ ଅଲଗା ଥିଲା। ଏହା ଥିଲା ନିଜ ରାଜା ବିରୁଦ୍ଧରେ ଲଢ଼େଇ, କାରଣ ନୂଆ ରାଜା ତାଙ୍କର ସବୁ ପାରମ୍ପରିକ ଅଧିକାର ଛଡ଼ାଇ ନେଇଥିଲେ। ଏହା ଥିଲା ନିଜ ରାଜନୈତିକ ସ୍ୱାଧୀନତା ପାଇଁ ସଂଗ୍ରାମ। କିନ୍ତୁ ଦୁଃଖର କଥା, ଏହି ବିଦ୍ରୋହକୁ ବହୁତ ନିର୍ମମ ଭାବେ ଦମନ କରାଗଲା। ରତ୍ନା ନାୟକ ଆଉ ତାଙ୍କ ସାଥୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ବିଦ୍ରୋହର ନିଆଁ ଲିଭି ନଥିଲା, କିନ୍ତୁ ଏହା ଭିତରେ ଓଡ଼ିଶା ଉପରେ ମାଡ଼ି ଆସିଲା ଆଉ ଏକ ବିପର୍ଯ୍ୟୟ। ଆଉ ଏଥର ଶତ୍ରୁ କୌଣସି ସେନା ନଥିଲା, ଏହା ଥିଲା ଭୋକ। ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ନଥିଲା, ବରଂ ଥିଲା ଶାସନର ଭୁଲ ଯୋଗୁଁ ସୃଷ୍ଟି ହୋଇଥିବା ଏକ ମାନବକୃତ ମହାସଙ୍କଟ। ଇତିହାସର ସେହି କଳା ଅଧ୍ୟାୟ, 1866ର ଭୟଙ୍କର 9 ଅଙ୍କ ଦୁର୍ଭିକ୍ଷ। ଆସନ୍ତୁ ଦେଖିବା ଏହି ମହାବିପତ୍ତି କେମିତି ଗୋଟେ ପରେ ଗୋଟେ ଭୁଲ ପାଇଁ ଘଟିଲା। ଦେଖନ୍ତୁ, 1866 ଆରମ୍ଭରେ ବର୍ଷା କମ୍ ହେଲା, ଫସଲ ମରିଗଲା। ଏହା ଏକ ଚେତାବନୀ ଥିଲା, କିନ୍ତୁ ସରକାର ଏହାକୁ ପୂରାପୂରି ଅଣଦେଖା କରିଦେଲେ। କୌଣସି ପଦକ୍ଷେପ ନିଆଗଲାନି। ତାପରେ ଆସିଲା ବର୍ଷା ଋତୁ, ଆଉ ସମୁଦ୍ର ପଥରେ ଶସ୍ୟ ଆଣିବା ବି ଅସମ୍ଭବ ହୋଇଗଲା। ଭାବିପାରୁଛନ୍ତି, ଗୋଟେ ପରେ ଗୋଟେ ଭୁଲ ନିଷ୍ପତ୍ତି, ଆଉ ଶେଷରେ ଏହା ହିଁ ସାବ୍ୟସ୍ତ ହେଲା ପ୍ରଶାସନିକ ଅବହେଳାର ସବୁଠୁ ଭୟଙ୍କର ଉଦାହରଣ। ଆଉ ଏହାର ପରିଣାମ କ'ଣ ହେଲା? ପରିଣାମ ଥିଲା ଭୟଙ୍କର। 10 ଲକ୍ଷରୁ ଅଧିକ, ପୁଣି ଥରେ କହୁଛି, 10 ଲକ୍ଷରୁ ବି ଅଧିକ ଜୀବନ ଚାଲିଗଲା। ଲୋକମାନେ କେବଳ ଭୋକରେ, ଅନାହାରରେ ମରିଗଲେ। ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ଥିଲା ଓଡ଼ିଶାର ଗୋଟେ ପୂରା ପିଢ଼ିର ବିନାଶ। ଏଇ କଥା ପଦକ ହିଁ ସେତେବେଳର ପୂରା ସତକୁ ସାମ୍ନାକୁ ଆଣି ଦେଉଛି। ଯେତେବେଳେ ସବୁକିଛି ଶେଷ ହୋଇଗଲା, ଲକ୍ଷ ଲକ୍ଷ ଲୋକ ମରିଗଲେ, ତାପରେ ଯାଇ ତଦନ୍ତ ପାଇଁ କମିଶନ ବସିଲା। ଭାବନ୍ତୁ ତ, କେତେ ଡେରିରେ ସାହାଯ୍ୟ ପହଞ୍ଚିଲା ସତ, କିନ୍ତୁ ସେତେବେଳକୁ ବଞ୍ଚେଇବାକୁ କେହି ନଥିଲେ। ଏହାକୁ ହିଁ କୁହାଯାଏ ଶାସନର ଚରମ ବିଫଳତା। କିନ୍ତୁ କୁହନ୍ତି ନା, ପ୍ରତ୍ୟେକ ଅନ୍ଧାର ରାତିର ପରେ ସକାଳ ଆସେ। ଏହି ଭୟଙ୍କର ବିନାଶର ପାଉସ ଭିତରୁ ହିଁ ଆରମ୍ଭ ହେଲା ଏକ ଅପ୍ରତ୍ୟାଶିତ ପରିବର୍ତ୍ତନ। ଆଉ ସେଥିପାଇଁ ଏହି ଦୁର୍ଭିକ୍ଷ ପର ସମୟକୁ ହିଁ ଓଡ଼ିଶାର ନବଜାଗରଣର ଯୁଗ ବୋଲି କୁହାଯାଏ। ଏଇଟା ହିଁ ତ ଇତିହାସର ସବୁଠୁ ବଡ଼ ବିଡ଼ମ୍ବନା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲା ପରେ ଯାଇ ବ୍ରିଟିଶ ସରକାରଙ୍କର ନିଦ ଭାଙ୍ଗିଲା। ସେମାନେ ବୁଝିପାରିଲେ ଯେ ଓଡ଼ିଶା କେତେ ପଛରେ ପଡ଼ି ରହିଛି। ଆଉ ଏହି ଭୟଙ୍କର ଦୁର୍ଘଟଣା ହିଁ ଓଡ଼ିଶାରେ ଆଧୁନିକୀକରଣର ବାଟ ଖୋଲିଲା। ତେବେ ଦୁର୍ଭିକ୍ଷ ପରେ ଯେଉଁ ନୂଆ ଯୁଗ ଆରମ୍ଭ ହେଲା,
ତାର ମୂଳଦୁଆ ଥିଲା ତିନୋଟି ଜିନିଷ। ମନେ ରଖନ୍ତୁ, ଏହି ତିନୋଟି ସ୍ତମ୍ଭ ହେଲା ଶିକ୍ଷା, ସାହିତ୍ୟ ଆଉ ଭିତ୍ତିଭୂମି। ଚାଲନ୍ତୁ ଗୋଟି ଗୋଟି କରି ଦେଖିବା ଏଗୁଡ଼ିକ କେମିତି ଓଡ଼ିଶାର ପୁରା ଚେହେରାକୁ ବଦଳାଇଦେଲା। ସବୁଠୁ ପ୍ରଥମେ ଆସିଲା ଶିକ୍ଷା। ଦେଖନ୍ତୁ, 1867ରେ କଟକ ଜିଲ୍ଲା ସ୍କୁଲ ହାଇସ୍କୁଲ ହେଲା, ଆଉ 1876 ବେଳକୁ ତାହା କଲେଜରେ ପରିଣତ ହେଲା। ଏହାର ଫଳ କ'ଣ ହେଲା? ଓଡ଼ିଶାରେ ଏକ ନୂଆ ଶିକ୍ଷିତ ଗୋଷ୍ଠୀ ତିଆରି ହେଲା, ଆଉ ଏଇ ଗୋଷ୍ଠୀ ଭିତରୁ ହିଁ ଜନ୍ମ ନେଲେ ମଧୁସୂଦନ ଦାସଙ୍କ ଭଳି ମହାନ ବ୍ୟକ୍ତିତ୍ୱ, ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍, ଯେ ଆଗକୁ ଯାଇ ଓଡ଼ିଆ ଜାତୀୟତାର ସବୁଠୁ ବଡ଼ ସ୍ୱର ହେଲେ। ତାପରେ ଦ୍ୱିତୀୟ ସ୍ତମ୍ଭ ସାହିତ୍ୟ। ଏହି ସମୟଟା ଥିଲା ଆଧୁନିକ ଓଡ଼ିଆ ସାହିତ୍ୟ ପାଇଁ ସୁବର୍ଣ୍ଣ ଯୁଗ। ଫକୀରମୋହନ ସେନାପତି, ରାଧାନାଥ ରାୟ ଏମିତି ମହାନ ଲେଖକମାନେ ଆସିଲେ। ତାଙ୍କ ଲେଖା କ'ଣ କଲା ଜାଣିଛନ୍ତି? ଏହା କେବଳ ଓଡ଼ିଆ ଭାଷାକୁ ଗୋଟେ ନୂଆ ପରିଚୟ ଦେଲାନି, ବରଂ ଓଡ଼ିଆ ଲୋକଙ୍କ ଭିତରେ ଏକ ନୂଆ ଆତ୍ମବିଶ୍ୱାସ, ଏକ ନୂଆ ଆତ୍ମସମ୍ମାନ ଭରିଦେଲା। ଆଉ ଶେଷରେ ତୃତୀୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଥିଲା ଭିତ୍ତିଭୂମି। ଦୁର୍ଭିକ୍ଷରୁ ସବୁଠୁ ବଡ଼ ଶିକ୍ଷା ପାଇ ବ୍ରିଟିଶମାନେ ବୁଝିଗଲେ ଯେ ଓଡ଼ିଶାକୁ ଯୋଡ଼ିବା କେତେ ଜରୁରୀ। ତେଣୁ ରେଳ ଲାଇନ୍ ବିଛାଗଲା। 1896-97 ବେଳକୁ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ସବୁ ଯୋଡ଼ି ହୋଇଗଲା। ଏହା କେବଳ ମାଲ ପରିବହନ ପାଇଁ ନଥିଲା, ଏହା ଥିଲା ନୂଆ ଚିନ୍ତାଧାରା, ନୂଆ ଭାବନାର ଆଦାନ ପ୍ରଦାନ ପାଇଁ ଏକ ନୂଆ ରାସ୍ତା। କିନ୍ତୁ ଏସବୁ ପରେ ବି ଶେଷରେ ଗୋଟେ ବଡ଼ ପ୍ରଶ୍ନ ମନକୁ ଆସେ, ଯାହାର ଉତ୍ତର ସହଜ ନୁହେଁ। ଯେଉଁ ପ୍ରଗତି ପାଇଁ 10 ଲକ୍ଷ ଜୀବନର ମୂଲ୍ୟ ଦେବାକୁ ପଡ଼ିଲା, ସେହି ପ୍ରଗତିକୁ କ'ଣ ସତରେ ପ୍ରଗତି କହିବ? ଇତିହାସର ଏହି ଜଟିଳ ପୃଷ୍ଠା ଆମ ସମସ୍ତଙ୍କୁ ଏହି ପ୍ରଶ୍ନ ଉପରେ ଚିନ୍ତା କରିବାକୁ ବାଧ୍ୟ କରେ।